ମୁଁ ମମିତା। କେହି ମୋତେ ନିର୍ଭୟା କହିଲେ, କେହି ମୋତେ ଦାମିନୀ କହିଲେ, ହେଲେ ମୁଁ ମମିତା। ମୋ କୋଲକାତା କେସ୍ରେ ଜଣେ ଟ୍ରେନି ଡାକ୍ତର। ଆଉ ଆଜି ମୁଁ ଆପଣମାନଙ୍କୁ ମୋର ସମ୍ପୂର୍ଣ୍ଣ କାହାଣୀ କହୁଛି। ମୁଁ ମୋ ବାପା ମାଆଙ୍କର ଏକମାତ୍ର ଗେହ୍ଲି ଝିଅ, ଯାହାର ସ୍ୱପ୍ନ ଥିଲା ବଡ଼ ଡାକ୍ତର ବନି ନିଜ ବାପା ମାଆଙ୍କର ନାମ ଉଜ୍ଜ୍ୱଳ କରିବାର ଏବଂ ନିଜ ସ୍ୱପ୍ନ ପୂରଣ କରିବା। ଆଜି ଆପଣମାନେ ମୋତେ କୋଲକାତାରେ ଏକ ଟ୍ରେନି ଡାକ୍ତର ଭାବରେ ଜାଣିଛନ୍ତି। କିଛି ଲୋକ ମୋତେ ମୟୂରୀ କହୁଛନ୍ତି ତ କିଛି ଲୋକେ ନିର୍ଭୟା କିମ୍ବା ଦାମିନୀ କହୁଛନ୍ତି। ଆଜି ପୁରା ଦେଶ ସାରା ମୋ ନାଁ ପ୍ରତ୍ୟେକଟି ଘରେ ନିଆଯାଉଛି, ହେଲେ ମୋ ନାଁ ଡାକ୍ତର ମମିତା। ଆପଣମାନେ ମୋତେ ଯେଉଁ ଭଲ ପାଇବା ଏବଂ ମୋ ପରିବାରକୁ ଯେଉଁ ସାହାରା ଦେଇଛନ୍ତି, ତାକୁ ଦେଖି ତ ମୋତେ ବହୁତ ଖୁସି ଅନୁଭବ ହେଉଛି। ଆଉ ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ ବହୁତ ଋଣୀ। ମୁଁ ପଶ୍ଚିମ ବଙ୍ଗାଲରେ ରହିବା ବାଲା ଜଣେ ସାଧାରଣ ଝିଅ। ମୋ ଜନ୍ମ 1993 ମସିହାରେ ହୋଇଥିଲା। ଘରେ ଏକମାତ୍ର ଝିଅ ହୋଇଥିବାରୁ ମୁଁ ମୋ ବାପା ମାଆଙ୍କର ବହୁତ ଗେହ୍ଲି ଥିଲି। ଛୋଟ ବେଳଠୁ ହିଁ ମୋ ବାପା ମାଆ ବହୁତ ପରିଶ୍ରମ କରୁଥିବାର ଦେଖି ଆସିଥିଲି। ମୋର ମନେ ଅଛି, ଗୋଟିଏ ଥର ଯେତେବେଳେ ମୁଁ ମୋ ଡାକ୍ତର ହେବାର ଇଚ୍ଛା ମୋ ବାପା ମାଆଙ୍କ ଆଗରେ ପ୍ରକାଶ କରିଲି, ତ ଆମେ ଏକ ମଧ୍ୟବିତ୍ତ ପରିବାରର ଏବଂ ମୋ ବାପା ମୋର ଏହି ଇଚ୍ଛା ଶୁଣି ବହୁତ ଖୁସି ହେଲେ। ସେ ମୋତେ କହିଲେ କି ତୁ ବହୁତ ପଢ଼ି ଲେଖି ବଡ଼ ଡାକ୍ତର ବନ, ମୁଁ ଅଛି ନା। ଏହା କହି ସେ ସ୍ନେହରେ ମୋ ମୁଣ୍ଡକୁ ଆଉଁସି ଦେଲେ। ସେବେଠୁ ମୋ ବାପା ମାଆ ନିଜ କଷ୍ଟ ଅର୍ଜିତ ପଇସାରୁ ମୋ ଶିକ୍ଷା ପାଇଁ ପଇସା ସଞ୍ଚୟ କରିଲେ। ଲୋକମାନେ ଅଧିକାଂଶ ସମୟରେ ମୋ ବାପା ମାଆଙ୍କୁ କହୁଥିଲେ ଯେ ଗରିବ ହେବା କାରଣ ପାଇଁ ତୁ ତ ନିଜ ଝିଅକୁ ଡାକ୍ତର ବନେଇ ପାରିବୁ ନାହିଁ। ଏକଥା ମୋତେ ବହୁତ କଷ୍ଟ ଦେଉଥିଲା, ହେଲେ ମୁଁ ମନ ଧ୍ୟାନ ଦେଇ କଷ୍ଟ କରି ମୋ ପାଠପଢ଼ା ଚାଲୁ ରଖିଲି ଆଉ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଲି। ଶେଷରେ ମୁଁ ମୋର କଠିନ ପରିଶ୍ରମ ଦ୍ୱାରା ସରକାରୀ କଲେଜରେ ପ୍ରବେଶ ପ୍ରାପ୍ତ କରିଲି। ମୁଁ ରାତିଦିନ ଏକ କରି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲି, କାହିଁକି ନା ମୋତେ ସରକାରୀ କଲେଜରେ ଆଡ଼ମିସନ୍ ନେବାର ଥିଲା, ଯାହାଦ୍ୱାରା କି ମୋ ପାଠପଢ଼ାରେ କମ୍ ଖର୍ଚ୍ଚ ହୋଇପାରିବ। ମୁଁ ବଡ଼ ଡାକ୍ତର ବନି ମୋ ବାପା ମାଆଙ୍କୁ ସେସବୁ ସୁଖ ସୁବିଧା ଦେବାକୁ ଚାହୁଁଥିଲି, ଯାହାକି ଧନୀ ଲୋକମାନଙ୍କ ଘରେ ଥାଏ। ମୁଁ ତାଙ୍କ ସେବା କରିବା ପାଇଁ ଚାହୁଁଥିଲି ଆଉ ତାଙ୍କ ନାଁ ଉଜ୍ଜ୍ୱଳ କରିବା ପାଇଁ ଚାହୁଁଥିଲି। ଆଉ ମୋର ସେ ଇଚ୍ଛା ପୂରଣ ହେଲା। ନିଟ୍ ପରୀକ୍ଷାରେ ବହୁତ ଭଲ ନମ୍ବର ମିଳିଲା ଆଉ ସେହି ଆଧାରରେ ମୋତେ କଲିକତାର ଆର୍ଜିକର ହସ୍ପିଟାଲରେ MBBSରେ ପ୍ରବେଶ ମିଳିଲା। ଆଉ ଏ ଖବର ପାଇ ମୋ ବାପା ମାଆ ବହୁତ ଖୁସି ହୋଇଯାଇଥିଲେ। ଧୀରେ ଧୀରେ ମୁଁ ମୋ ପାଠପଢ଼ା ପୂରଣ କରିଲି, ହେଲେ ମୋତେ ବହୁତ ବଡ଼ ଡାକ୍ତର ବନିବାର ଥିଲା, ଲୋକମାନଙ୍କର ସେବା କରିବାର ଥିଲା। ସେଥିପାଇଁ ମୁଁ PhD କରିବାର ନିର୍ଣ୍ଣୟ ନେଲି। ସେହି କଲେଜରେ PhDର ପାଠପଢ଼ା ଆରମ୍ଭ କରିଦେଲି ଆଉ ମୋ ପାଠପଢ଼ାର ପ୍ରଥମ ବର୍ଷ ପୂରଣ କରିଦେଲି। ମୋ ବାପା ମାଆ ଆଉ ମୁଁ ବହୁତ ଖୁସି ଥିଲୁ ଯେ ଏବେ ମୋର PhDର ଡିଗ୍ରୀ ପୂରଣ ହେବାକୁ ଯାଉଥିଲା ଆଉ ଏବେ ମୁଁ ଜଣେ ବହୁତ ବଡ଼ ଡାକ୍ତର ବନିବାକୁ ଯାଉଥିଲି। ମୁଁ ମୋ ଲୋକମାନଙ୍କର ସେବା କରିବାକୁ ଏବଂ ବାପା ମାଆଙ୍କର ସେବା କରିବାକୁ ଚାହୁଁଥିଲି। ତା ସହିତ ମୋ ବାପା ମୋ ପାଠପଢ଼ା ପାଇଁ ଲୋକମାନଙ୍କଠୁ ଯେଉଁ କର ଜାଣିଥିଲେ ସେସବୁକୁ ଶୁଝିବା ପାଇଁ ଚାହୁଁଥିଲି। ମୁଁ ମୋ ବାପା ମାଆଙ୍କୁ ଏକ ଖୁସିପୂର୍ଣ୍ଣ ଜୀବନ ଦେବାକୁ ଚାହୁଁଥିଲି। ଆମେ କେଉଁ କଠିନ ପରିସ୍ଥିତିରେ ନିଜ ଜୀବନ ଅତିବାହିତ କରୁଛୁ, ତାହା ମୁଁ କେବେ ବି ଭୁଲି ପାରିବି ନାହିଁ। ମୋର ମନେ ଅଛି ଯେ ମୋ ବାପା ମାଆ ନିଜେ ଉପାସ ରହୁଥିଲେ, ହେଲେ ମୋ ପାଇଁ କିଛି ରୋଷେଇ କରି ରଖୁଥିଲେ, ଯାହାଦ୍ୱାରା କି ମୁଁ ଭୋକରେ ନ ଶୁଏ। ମୁଁ ବି ସେମାନଙ୍କୁ ଦେଖି ପଇସା ସଞ୍ଚୟ କରିବାରେ ଲାଗି ପଡ଼ିଥିଲି।
ଅନେକ ଜିନିଷ ମୋର ବହୁତ ପସନ୍ଦ ଥିଲା, ହେଲେ ମୁଁ କେବେ ବି ସେମାନଙ୍କୁ ମାଗିନାହିଁ। ସେଥିପାଇଁ ମୋ ବାପା ମା' ସବୁବେଳେ କହୁଥିଲେ ଯେ ମୁଁ ବହୁତ ବୁଦ୍ଧିମାନ ହୋଇଗଲିଣି, ଆଉ ସେ ମୋତେ ନିଜ ପୁଅ ବୋଲି ଭାବୁଥିଲେ। ଏବେ ପାଠ ପଢ଼ା ସହିତ ଆର୍ଜିକର ହସ୍ପିଟାଲରେ ଟ୍ରେନି ଡାକ୍ତର ଭାବରେ ଚାକିରି ମଧ୍ୟ ଆରମ୍ଭ କରିଦେଲି। 2024 ମସିହା ଆରମ୍ଭ ହୋଇସାରିଥିଲା। ମୋର ଗଣେଶ ପୂଜା ଏବଂ ଦୁର୍ଗା ପୂଜା ବହୁତ ପସନ୍ଦ ଥିଲା। ଏବେ ତ ମୁଁ ଡାକ୍ତର ବି ବନିଯାଇଥିଲି। ସେଥିପାଇଁ ମୁଁ ମୋ ବାପାଙ୍କୁ କହିଥିଲି ଯେ ଏ ବର୍ଷ ଆମେ ଗଣେଶ ପୂଜା ଏବଂ ଦୁର୍ଗା ପୂଜା ବହୁତ ଧୁମଧାମରେ ପାଳନ କରିବା। ଏବେ ଆମ ପାଖରେ ପଇସା ବି ଅଛି। ତମ ଝିଅ ଏବେ ଜଣେ ପ୍ରତିଷ୍ଠିତ ଡାକ୍ତର ବନିବାକୁ ଯାଉଛି। ମୋର ଏକଥା ଶୁଣି ମୋ ବାପା ମା' ବହୁତ ଖୁସି ହେଲେ। ସେମାନେ କହିଲେ କି ଏ ବର୍ଷ ଆମେ ନିଶ୍ଚିତ ଭାବରେ ଗଣେଶ ପୂଜା ଏବଂ ଦୁର୍ଗା ପୂଜା ସାଙ୍ଗ ହୋଇ ପାଳନ କରିବା। ଏବେ ତ ମୋ ବାପା ମା' ବାହାଘର ବିଷୟରେ ମଧ୍ୟ ଭାବିବାକୁ ଲାଗିଥିଲେ। ସେତେବେଳେ ମୁଁ ମୋ ବାପାଙ୍କୁ ସଫା କହିଲି କି ବାପା, ମୋ ବାହାଘର ପାଇଁ ତମେମାନେ ଚିନ୍ତିତ ହୁଅ ନାହିଁ। ବାହାଘର ପାଇଁ ଏତେ ପଇସା କୁଆଡ଼ୁ ଆଣିବ? ଏଥିପାଇଁ ମୋ ଚିନ୍ତା ମୋତେ ଛାଡ଼ିଦିଅ। ଆମର ଖୁବ୍ ଶୀଘ୍ର ଭଲ ଦିନ ଆସିବାକୁ ଯାଉଛି, ଆଉ ତାପରେ ମୋତେ ଯେତେବେଳେ ସଠିକ୍ ଜୀବନସାଥୀଟିଏ ମିଳିବ ସେତେବେଳେ ଯାଇ ମୁଁ ବାହା ହେବି। ମୋ ବାପା ମା'ଙ୍କ ଆଖିରେ ସବୁବେଳେ ଖୁସିର ଲୁହ ଚାଲି ଆସିଥିଲା। ଯେବେ ବି ମୁଁ ଏମିତି କହୁଥିଲି ତାଙ୍କୁ ଖୁସିରେ ଥିବାର ଦେଖି ମୁଁ ବି ବହୁତ ଖୁସି ଥିଲି। ମୁଁ ଛୋଟବେଳୁ ମୋ ମା'ଙ୍କୁ ସବୁବେଳେ ପଇସା ବଞ୍ଚାଉଥିବାର ଦେଖୁଥିଲି, ହେଲେ ମୋ ପାଇଁ ଖର୍ଚ୍ଚ କରିବାକୁ କେବେ ବି ପଛଉନଥିଲେ। ମୋର ପସନ୍ଦ ଏବଂ ନାପସନ୍ଦ ତାଙ୍କୁ ବେଶ ଭଲ ଭାବରେ ଜଣାଥିଲା। ମୋତେ ବଡ଼ କରିବା ପାଇଁ ସେ ବହୁତ ତ୍ୟାଗ କରିଛି। ନିଜ ଇଚ୍ଛାକୁ ନିଜ ମନ ତଳେ ଚାପି ରଖିଥିଲା ଏବଂ ସେ ମୋତେ ବଡ଼ କରିବା ପାଇଁ ବହୁତ ଚେଷ୍ଟା କରୁଥିଲା। ସେଥିପାଇଁ ଏବେ ମୋ ପାଳି ଥିଲା ସେମାନଙ୍କ ପାଇଁ କିଛି କରିବାର ଥିଲା। ଏଥିପାଇଁ ମୁଁ ମୋର ପ୍ରଥମ ଦରମାରେ ମୋ ପାଇଁ ଏବଂ ମୋ ମା' ପାଇଁ ଏବଂ ମୋ ବାପାଙ୍କ ପାଇଁ କିଛି ସୁନା ଚୁଡ଼ି କିଣିଥିଲି। ସେ ଚୁଡ଼ି ଦେଖି ମା' ବହୁତ ବେଶୀ ଖୁସି ହେଲା, ଆଉ ସେ ଖୁସିରେ ମୋତେ କୁଣ୍ଢେଇ ଧରିଲା। ସବୁ କିଛି ଠିକ୍ ଚାଲିଥିଲା। ପୂର୍ବ 6 ମାସରୁ ମୋତେ ନାଇଟ୍ ସିଫ୍ଟ ମଧ୍ୟ ମିଳିବାକୁ ଲାଗିଥିଲା। କେବେ ସପ୍ତାହରେ ଗୋଟେ ଦିନ ନାଇଟ୍ ଡ୍ୟୁଟି ହେଇଯାଉଥିଲା ତ କେବେ ସପ୍ତାହରେ 24 ଘଣ୍ଟା କିମ୍ବା 36 ଘଣ୍ଟା ଲଗାତାର ଡ୍ୟୁଟି କରିବାକୁ ପଡ଼ୁଥିଲା। ଏହାର କାରଣ ମୁଁ ଆପଣମାନଙ୍କୁ କାହାଣୀରେ ଆଗକୁ କହିବି। 2024 ମସିହା ଅଗଷ୍ଟ ମାସ ମୋ ପାଇଁ କେତେ ବିପଦଜନକ ପ୍ରମାଣିତ ହେବ ତାହା ମୁଁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ମୋ ବାପା ସିଲେଇ କାମ କରୁଥିଲେ। ସେ ଏବେ ବୁଢ଼ା ହୋଇସାରିଥିଲେ, ହେଲେ ଏବେ ପର୍ଯ୍ୟନ୍ତ ସେ କାମ ଛାଡ଼ିନଥିଲେ। ଗୋଟିଏ ଥର ସେ BP ମେଡ଼ିସିନ ଖାଇବା ଭୁଲି ପାରିବେ, ହେଲେ କାମ କରିବା ଭୁଲି ପାରିବେ ନାହିଁ। ସବୁବେଳେ ମୋତେ ତାଙ୍କୁ ଠିକ୍ ସମୟରେ ଔଷଧ ଖାଇବା ପାଇଁ କହିବାକୁ ପଡ଼ୁଥିଲା। ହସି ହସି ସେ ସବୁବେଳେ କହୁଥିଲେ କି ହଁ ଝିଅ, ଖାଉଛି ଏବଂ ମୋ ମା' ଯେମିତି ସେଠାରେ ଭଲରେ ରହୁ। ଏତିକି କହି ସେ ଫୋନରେ ମୋତେ ଏତିକି କଥା କହୁଥିଲେ ଏବଂ ଫୋନ୍ଟି କାଟି ଦେଉଥିଲେ। ମା' ବି ସବୁବେଳେ କହୁଥିଲା ଯେ ତୁ ଆମ ପାଇଁ ଆମ ଝିଅ ଏବଂ ପୁଅ ମଧ୍ୟ। ଆଉ ଏମିତିରେ ବି ମୁଁ ବହୁତ ଗେହ୍ଲି ଥିଲି। ମୋ ନାଁରେ ହିଁ ଭଲ ପାଇବା ଲୁଚି ରହିଥିଲା। ଯେତେବେଳେ ମୁଁ କଲେଜ ଯାଇଥାଏ କିମ୍ବା ଡ୍ୟୁଟିରେ ଥାଏ ତ ପ୍ରାୟତଃ ମୋ କାନରେ କିଛି ଭୁଲ କାମ ବିଷୟରେ ଶୁଣିବାକୁ ମିଳେ। ଆମ ସିନିୟର ଡାକ୍ତରମାନେ କେବେ କେବେ ଏକାଥରେ ଫୁସ୍ଫୁସ୍ ହେଉଥିଲେ, ହେଲେ ମୁଁ ନିଜକୁ ସବୁବେଳେ ଏସବୁ ଜିନିଷଠୁ ଦୂରେଇ ରଖିଥିଲି। ହଁ, କିନ୍ତୁ ଯେବେ ବି କୌଣସି ଛାତ୍ରଛାତ୍ରୀମାନଙ୍କ ସହିତ ଅନ୍ୟାୟ ହେଉଥିଲା କିମ୍ବା କୌଣସି ରୋଗୀଠୁ ଅଧିକ ପଇସା ନିଆଯାଉଥିଲା ତ ମୋତେ ବହୁତ ଖରାପ ଲାଗୁଥିଲା। ଆଉ ଯେତେବେଳେ ମୁଁ ପ୍ରତିବାଦ କରୁଥିଲି ତ ଏଥିରେ ଆମ ପ୍ରିନ୍ସିପାଲ ସନ୍ଦୀପ ଘୋଷ ସବୁବେଳେ ମୋ ଉପରେ ରାଗୁଥିଲେ। ପ୍ରିନ୍ସିପାଲ ହେବା କାରଣ ଯୋଗୁଁ ଆମେ ସମସ୍ତେ
ତାଙ୍କୁ ଡରୁଥିଲୁ। ହେଲେ ମୁଁ ବି ତାଙ୍କ ବିଷୟରେ ବହୁତ କିଛି ଶୁଣିଥିଲି ଯେ ହସ୍ପିଟାଲରେ କ'ଣ କ'ଣ କରନ୍ତି। ହେଲେ କେବେ ବି ପ୍ରତିବାଦ କରିବା ପାଇଁ ଚେଷ୍ଟା କରିନଥିଲି, କାହିଁକିନା ମୁଁ ଏ ବଡ଼ ବଡ଼ ଲୋକଙ୍କ ଚକ୍କରେ ପଡ଼ିବାକୁ ଚାହୁଁନଥିଲି। ହେଲେ ଯେତେବେଳେ ହସ୍ପିଟାଲରେ ଔଷଧର କଳାବଜାରୀ ହେବା କଥା ସାମ୍ନାକୁ ଆସିଲା ତ ମୁଁ ଶାନ୍ତ ରହିପାରିଲି ନାହିଁ। ମୁଁ କହିବା ଆରମ୍ଭ କରିଲି, ମୋତେ କେଉଁଠି ନା କେଉଁଠି ଦବେଇ ଦେବା ପାଇଁ ଚେଷ୍ଟା କରାଯାଉଥିଲା। ମୋ ଦ୍ୱାରା ବହୁତ ବେଶୀ କାମ କରାଯାଉଥିଲା ଆଉ ମୋ କାମର ସମୟ ମଧ୍ୟ ବଢ଼େଇ ଦିଆଯାଉଥିଲା। ହେଲେ ତଥାପି ବି ମୁଁ ମୋ କାମ ସଚ୍ଚୋଟ ଭାବରେ କରିଲି। ଯେବେ ବି ମୁଁ ମୋ ବାପାଙ୍କୁ ଏସବୁ କଥା କହୁଥିଲି ତ ସେ କହୁଥିଲେ କି ଝିଅ ତୁ ଏସବୁ କଥାରେ ପଡ଼ ନାହିଁ। ଆମେ ଗରିବ ଲୋକ ଆଉ ସେମାନେ ବହୁତ ଧନୀ ଲୋକ। ତାଙ୍କ ହାତ ବହୁତ ଉପର ପର୍ଯ୍ୟନ୍ତ ଲମ୍ବିଛି। ସେମାନେ ତ କଷ୍ଟରେ ପାଣି ଢାଳି ଦେବେ। ଆମେ ସାଧାରଣ ଲୋକ। ତୁ ନିଜ ପାଠପଢ଼ା ପୂରଣ କର, ତାପରେ ଆମେ ଦେଖିବା ଯେ କ'ଣ କରିବାର ଅଛି। ମୋ ବାପାଙ୍କ କଥା ବିଲକୁଲ ଠିକ୍ ଥିଲା। ଏପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମୁଁ ବହୁତ ପରିଶ୍ରମ କରିଥିଲି। ସେଥିପାଇଁ ମୁଁ ପୂର୍ବ 6 ମାସରୁ ପ୍ରିନ୍ସିପାଲ ଏବଂ ହସ୍ପିଟାଲ ବାଲାଙ୍କ ଅତ୍ୟାଚାରକୁ ସହି ଆସୁଥିଲି ଆଉ ଶାନ୍ତିପୂର୍ଣ୍ଣ ଭାବରେ କେବଳ ନିଜ କାମ କରିଥିଲି। ବୋଧେ ମୋ ଠାରୁ ଏମାନଙ୍କୁ ବିପଦ ଅନୁଭବ ହେଉଥିଲା ଆଉ ସେଥିପାଇଁ ସେମାନେ ପୂର୍ବରୁ ହିଁ କିଛି ଯୋଜନା ବନେଇବା ଆରମ୍ଭ କରି ଦେଇଥିଲେ। ହେଲେ ମୋତେ ଏସବୁର ଟିକେ ହେଲେ ବି ଅନୁଭବ ନଥିଲା। କେବେ କେବେ ମୋ ସାଙ୍ଗମାନେ ଏବଂ ମୁଁ ଏ ବିଷୟରେ କଥା ହେଉଥିଲୁ ଯେ ଆମ ହସ୍ପିଟାଲରେ କେତେ ଭୁଲ କାମ ହେଉଛି। ହେଲେ ଆମେ ସବୁବେଳେ କଥା ହେଉ ଚୁପ୍ ଚୁପ୍। କିନ୍ତୁ ଆମକୁ ଏସବୁ କଥାରେ ପଡ଼ିବାର ନଥିଲା। ଆମ ହସ୍ପିଟାଲରେ 2019ରେ ସଞ୍ଜୟ ରାଓ ନାମକ ବ୍ୟକ୍ତି ଭର୍ତ୍ତି ହୋଇଥିଲା। ସେ ହସ୍ପିଟାଲର ପୋଲିସ ବିଭାଗରେ କାମ କରୁଥିଲା ଆଉ ସେ 4-5 ବର୍ଷରୁ ଏକାଠି କାମ କରୁଥିଲା। ସେଥିପାଇଁ ତାଙ୍କୁ ଆମ କଲେଜର ପୁରା ବିଭାଗ ବିଷୟରେ ଜଣାଥିଲା। ଅନେକ ରୋଗୀମାନଙ୍କୁ ସେ ବେଡ୍ ଦେଉଥିଲା ଆଉ ଏଥିପାଇଁ ସେ ସେମାନଙ୍କଠୁ ପଇସା ମଧ୍ୟ ନେଉଥିଲା। ସଞ୍ଜୟ ରାୟର ନଜର ବହୁତ ଖରାପ ଥିଲା। ସେ ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ ଝିଅ ବୋହୂମାନଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିଲା। ଏହା ବିଷୟରେ ଚର୍ଚ୍ଚା ହେଉଥିଲା। ହେଲେ ସେ ପ୍ରିନ୍ସିପାଲଙ୍କର ବହୁତ ଖାସ୍ ବ୍ୟକ୍ତି ଥିଲା ଆଉ ତାଙ୍କ ପାଇଁ ସବୁବେଳେ କାମ କରୁଥିଲା। ସେଥିପାଇଁ ଆମେ କେବେ ବି ତା ନାମରେ ଅଭିଯୋଗ କରିବା କଥା ଭାବିନଥିଲୁ, କାହିଁକିନା ବିନା କାରଣରେ ଆମେ ବିବାଦ ଚାହୁଁନଥିଲୁ। ହେଲେ ହଁ, ସଞ୍ଜୟ ରାଓର ନଜର ବହୁତ ଭୟଙ୍କର ଥିଲା। କୌଣସି ବି ଝିଅ ସାମ୍ନାରେ ଥିବା ଦ୍ୱାରା ତାର ନଜର ଯେମିତି ତାକୁ ଖାଇଯାଉଥିଲା। ସେଥିପାଇଁ ମୁଁ ଏମିତି ଲୋକଠୁ ଦୂରେଇ ରହୁଥିଲି। ସେଦିନ ବି ଯେତେବେଳେ ମୁଁ ଘରୁ କାମକୁ ଯିବା ପାଇଁ ବାହାରିଲି ତ ମୋତେ ଟିକିଏ ହେଲେ ବି ଅନୁଭବ ନଥିଲା ଯେ ଏହା ମୋର ଶେଷ ଦିନ ହେବ ବୋଲି। ଯେତେବେଳେ ମୁଁ ନିଜ ଘରକୁ ଯାଉଥିଲି ମୋତେ ବିଲକୁଲ ବି ଜଣା ନଥିଲା ଯେ ଏବେ ମୁଁ ମୋ ବାପା ମା ଏବଂ ମୋର ଏ ଛୋଟ ଘରଟିକୁ କେବେ ବି ଦେଖିପାରିବି ନାହିଁ। ବୋଧେ ଏଥିପାଇଁ ମୁଁ ମୋ ମାଆକୁ କହିଲି କି ବାପାଙ୍କଠୁ ଠିକ୍ ସମୟରେ ଔଷଧ ଖାଇ ନେବାର ବନ୍ଦୋବସ୍ତ କରିଦେବୁ। ଏତିକି କହି ସେଦିନ ମମିତା ଫୋନ୍ କଲ୍ଟି କାଟି ଦେଇଥିଲା ଆଉ ମୁଁ ଏକା କହି ଘରୁ ବାହାରକୁ ବାହାରିଲି। ଅଗଷ୍ଟ 8 ତାରିଖରେ ମୁଁ ପୁରା ଦିନ ସାରା କାମ କରୁଥିଲି। ନିଜ ରୋଗୀମାନଙ୍କର ଦେଖାଶୁଣା କରୁଥିଲି। ଆମ ସେମିନାର ହଲ୍ ପାଖରେ ଏକ ରୁମ୍ର ନିର୍ମାଣ ଚାଲିଥିଲା। ଏଥିପାଇଁ ଉପରକୁ ଯିବା ଆସିବା କରିବାର ବେଶୀ ହଲଚଲ ନଥିଲା। ଆମେ ସମସ୍ତେ ୱାର୍ଡରେ ଏକାଠି ଥିଲୁ। ମୋ ସହିତ ଆହୁରି 4-5 ଜଣ ଡାକ୍ତର ଥିଲେ। ଆମେ କିଛି ବିଷୟ ନେଇ କଥା ହେଉଥିଲୁ। ସେ ସମୟରେ ସଞ୍ଜୟ ରାୟ ବି ସେଠି ଥିଲା ଆଉ ସେ ମୋତେ ବଡ଼ ବଡ଼ ଆଖିରେ ଦେଖୁଥିଲା। ହେଲେ ମୁଁ ତାକୁ ଅଣଦେଖା କରିଦେଲି। କିଛି ସମୟ ପରେ ସେଠୁ ଚାଲିଗଲା। ତାପରେ ଆମେମାନେ ସମସ୍ତେ ଖାଇବାକୁ ଆସିଲୁ ଆଉ ତାପରେ ସମସ୍ତେ ନିଜ ନିଜ କାମରେ ଲାଗି ପଡ଼ିଲେ। ମୁଁ ଟିକେ ଫାଙ୍କା ଥିଲି। ସେଥିପାଇଁ ମୁଁ ରାତିରେ ମୋ ମାଆକୁ ଫୋନ୍ କରିଲି। ଯେବେ
ପର୍ଯ୍ୟନ୍ତ ମୁଁ ମାଆକୁ ଫୋନ୍ ନ କରିଥିଲି ସେବେ ପର୍ଯ୍ୟନ୍ତ ମୋ ମା ଆଉ ବାପା ଖାଇବା ଖାଉନଥିଲେ। ତାଙ୍କୁ ଜଣାଇବାକୁ ପଡ଼ୁଥିଲା ଯେ ମୁଁ ଖାଇସାରିଲିଣି, ତେବେ ଯାଇ ସେମାନେ ଖାଇବା ଖାଉଥିଲେ। ସେତେବେଳେ ମୋତେ ଟିକେ ହେଲେ ବି ଜଣା ନଥିଲା ଯେ ଏହା ମୋର ଏବଂ ମୋ ମା ସହିତ ଶେଷ କଥା ହୋଇଯିବ ବୋଲି। ମା ଫୋନ୍ ଉଠାଇବା ମାତ୍ରକେ ମୁଁ ପ୍ରଥମେ ପଚାରିଲି ଯେ ବାପା ଠିକ୍ ସମୟରେ ଔଷଧ ଖାଉଛନ୍ତି କି? ତ ଏକାଥର ଧ୍ୟାନ ରଖିବାକୁ ମୁଁ ମାଆଙ୍କୁ କହିଥିଲି, ମୋ କଥା ଚିନ୍ତା କର ନାହିଁ, ମୁଁ ଖାଇବା ଖାଇସାରିଲିଣି। ମୋ ବାପାଙ୍କୁ ବିପିର ସାମାନ୍ୟ ସେଇ ଔଷଧଟି ଠିକ୍ ସମୟରେ ଖାଇବାକୁ ଦେବୁ ମା। ସମୟରେ ଔଷଧ ଖାଇବାଟା ତାଙ୍କ ପାଇଁ ଜରୁରୀ ଥିଲା। ତାଙ୍କ ଔଷଧ କେବେ ବି ବନ୍ଦ ନ ହେବାଟା ଜରୁରୀ ଥିଲା। ଏହାର ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ରଖିବୁ। ଏତିକି କଥା କହି ସେଦିନ ଫୋନ୍ କାଟି ଦେଇଥିଲେ ମମତା। ମୋର ମନେ ଅଛି ଯେ ଗୋଟେ ଦିନ ବାପାଙ୍କ ଔଷଧ ରାତିରେ ହିଁ ସରିଯାଇଥିଲା। ବାପା ଭାବିଲେ କି ଗୋଟେ ଦିନ ଔଷଧ ନ ଖାଇବା ଦ୍ୱାରା କ'ଣ ଫରକ ପଡ଼ିବ, ସକାଳେ ଯାଇ ଔଷଧ ନେଇ ଆସିବି। ହେଲେ ମୁଁ ଘଣ୍ଟାରେ ଦେଖିଲି ତ ରାତି 11ଟା ବାଜିଥିଲା। ମୁଁ ସେଇଠି ସମସ୍ତଙ୍କ ଖାଇବା ଅଟକାଇ ଦେଲି ଆଉ କହିଲି କି ବାପାଙ୍କ ଔଷଧ ନ ଆସିବା ପର୍ଯ୍ୟନ୍ତ କେହି ଖାଇପାରିବେ ନାହିଁ। ଆଉ ଏତେ ରାତିରେ ମଧ୍ୟ ମୁଁ ଔଷଧ ଯୋଗାଡ଼ କରିଲି। ହେଲେ ଏବେ ହସ୍ପିଟାଲରେ ଏତେ କାମ ହେବା କାରଣ ଯୋଗୁଁ ମୋତେ ଏବେ ଘରେ ଉପରେ ବେଶୀ ଧ୍ୟାନ ଦେବାକୁ ସମୟ ମିଳିପାରୁନଥିଲା। ସେଥିପାଇଁ ମାଆକୁ ହିଁ ଜବରଦସ୍ତି ସବୁକିଛି ଜଣାଇବାକୁ ପଡ଼ୁଥିଲା। ତାକୁ ମନେ ପକାଇ ଦେବାକୁ ପଡ଼ୁଥିଲା ଯେ ବାପାଙ୍କର ଯତ୍ନ ନେବୁ। ସେଦିନ ବି ସବୁକିଛି ନ ଭୁଲି କହିଲି ଆଉ ମା ସହିତ କଥା ହେଇ ମୁଁ ପୁରା ଫ୍ଲୋର ସାରା ରୋଗୀମାନଙ୍କର ଚିକିତ୍ସା କରିଲି। ଏହାପରେ ମୁଁ ଆରାମ କରିବା ପାଇଁ ଏବଂ ପଢ଼ିବା ପାଇଁ ତୃତୀୟ ମହଲାର ସେମିନାର ହଲରେ ଯାଇ ପହଞ୍ଚିଲି। ହେଲେ ମୋତେ ଜଣା ନଥିଲା ଯେ ସେଠିକି ଯିବା ମନା। ମୋତେ ତ ଏବେ ଜଣାପଡ଼ିଲା କି ସାଇଟ୍ରେ ବିଲ୍ଡିଂ କାମ ଚାଲୁଥିଲା କାରଣ ଯୋଗୁଁ ଉପରକୁ କାହାକୁ ଯିବାକୁ ଦିଆଯାଉନଥିଲା। ମୁଁ ତ ସେଠିକି ଚାଲିଗଲି। ରାତି 2-3ଟା ବାଜିବା ପର୍ଯ୍ୟନ୍ତ ମୁଁ ସେଠି ପଢ଼ିଲି। ମୁଁ ଭାବିଲି କି ଏବେ ଟିକେ ଶୋଇଯିବା ଉଚିତ। 36 ଘଣ୍ଟା ଡ୍ୟୁଟି କରିବା କାରଣ ଯୋଗୁଁ ମୋତେ ବହୁତ ଥକା ଲାଗିଯାଇଥିଲା ଏବଂ ମୁଁ ବହୁତ ଥକା ଅନୁଭବ କରିଥିଲି। ରୋଗୀମାନଙ୍କ ସେବାରେ ଲାଗି ରହିବା କାରଣ ଯୋଗୁଁ ମୋତେ ନିଜ ଉପରେ ଧ୍ୟାନ ଦେବା ପାଇଁ ସମୟ ମିଳିପାରୁନଥିଲା। ଏହାପରେ ମୁଁ ଟିକିଏ ସେଠାରେ ବିଶ୍ରାମ ନେଇଥିଲି ଏବଂ ଅନ୍ୟମାନଙ୍କୁ ଜୀବନ ଦାନ ଦେବା ବାଲି ମୁଁ ନିଜ ଜୀବନର ଦେଖାଶୁଣା କରିବା ପାଇଁ ସମୟ ବାହାର କରିପାରୁନଥିଲି। ସେଥିପାଇଁ ବହି ଏବଂ ଡାଏରୀ ବନ୍ଦ କରି ସେମିନାର ହଲରେ ହିଁ ଶାନ୍ତିରେ ଶୋଇଯାଇଥିଲି। ଏତେ ଗଭୀର ନିଦରେ ମୁଁ ଶୋଇଯାଇଥିଲି। ସେମିନାର ହଲକୁ କିଏ ଆସୁଛି ଯାଉଛି ମୋତେ ସେ ବିଷୟରେ କିଛି ବି ଜଣା ନଥିଲା। ତାପରେ କ'ଣ ସକାଳ ସମୟରେ ସଞ୍ଜୟ ରାଓ ସେଠିକି ଆସିଲା, ତା ବିଷୟରେ ବି ମୋତେ କିଛି ଜଣାପଡ଼ିଲା ନାହିଁ କାହିଁକିନା ମୁଁ ବହୁତ ଗଭୀର ନିଦରେ ଥିଲି। ସେ ଆସିବା ମାତ୍ରେ ତା ନଜର ମୋ ଉପରେ ପଡ଼ିଲା ଆଉ ତା ଭିତରର ରାକ୍ଷସ ଜାଗ୍ରତ ହୋଇଗଲା। ସେ ଧୀରେ ଧୀରେ ମୋ ପାଖକୁ ଆସିଲା ଆଉ ସେ ମୋ ଶରୀରକୁ ଛୁଇଁଲା। ନିଦରେ ଥିବା କାରଣ ଯୋଗୁଁ ମୁଁ ବେଶୀ କିଛି ବୁଝିପାରିଲି ନାହିଁ। ହେଲେ ଯେତେବେଳେ ସେ ମୋ ଶରୀରର ହାତ ଚାରିଆଡ଼େ ଆଉଁସିବାକୁ ଲାଗିଲା ତ ସେତେବେଳେ ମୁଁ ଉଠିଗଲି। ସାମ୍ନାରେ ସଞ୍ଜୟ ରାୟ ପରି ଦୁଷ୍ଟ ଲୋକକୁ ଦେଖି ମୁଁ ତ ବହୁତ ଡରିଗଲି। ନିଦରେ ଥିବା କାରଣ ଯୋଗୁଁ ନିଜକୁ ନିଜେ ସମ୍ଭାଳିବା ପାଇଁ ମୋତେ ଟିକେ ସମୟ ଲାଗିଲା। ମୁଁ ନିଜକୁ ନିଜେ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଲି। ହେଲେ ସେ ଅତ୍ୟଧିକ ମଦ୍ୟପାନ କରିଥିଲା। ତା ପାଟିରୁ ଆସୁଥିବା ଗନ୍ଧରୁ ମୁଁ ବୁଝିପାରିଥିଲି ଯେ ସେ ମୋର କୌଣସି କଥା ଶୁଣିବା ଅବସ୍ଥାରେ ନଥିଲା। ମୁଁ ତାକୁ ନେହୁରା ହେଉଥିଲି, ମୋତେ ଛାଡ଼ିଦିଅ କହୁଥିଲି, ହେଲେ ତାକୁ ଟିକେ ହେଲେ ବି ଦୟା ଆସୁନଥିଲା। ଶେଷରେ ମୁଁ ଜୋରରେ ଚିଲ୍ଲାଇବାକୁ ଲାଗିଲି। ସେତେବେଳେ ସେ ଟିକେ ଡରିଗଲା ଆଉ ତରତରେ ସେ ମୋ ପାଟିରେ ହାତ ରଖିଦେଲା, ଯାହାଦ୍ୱାରା କି ମୋ ପାଟିରୁ ଶବ୍ଦ ବାହାରି ନ ପାରୁଥିଲା। ମୁଁ ତା ସହିତ ଲଢ଼ୁଥିଲି। ମନେ ମନେ ପ୍ରାର୍ଥନା କରୁଥିଲି କି କେହି ମୋ ପାଟି ଶୁଣିନେଉ। ସେଦିନ ରାତିରେ ମୋ ଡାକ ଶୁଣିଲେ କେହି ନାହିଁ, କାହିଁକିନା ସେଦିନ ରାତିରେ ଉପର ରୁମ୍କୁ ଆସିବାର କାହାକୁ ଅନୁମତି ନଥିଲା, ଯେମିତି ଏବେ ଜାଣିବାକୁ ମିଳିଲା।
या माने मो विरुद्धरे सबु षडयंत्र पूर्वरु ही रचा जाइथिला। मु अमनीष पशुकु निजठु दूरेई ठेलिबा पाई बहुत चेष्टा करिथिली, हेले जणा नाही ता भितरे एते शक्ति कोउठु आसी जाइथिला। मु जेते चेष्टा कले मध्य से मोठु दूरकु जाउ नथिला। मु निजकु निजे ताठु बंचेई पारिली नाही, आउ लड़ू लड़ू हारीगली। तापरे से मते कामुड़ी खाइबा आरंभ करिला, मते मारिबा आरंभ करिला। एबे मु संपूर्ण भावरे शीतल हो जाइथिली। किए किए मोर शोषण करुथिले एहा बुझी पारिली नहीं। मोर जंत्रणारे चित्कार बाहरी जाउथिला। मु एते जोरे चिल्लाउथिली जे मो चित्कार पूरा हॉस्पिटल रे गुंजरित हेउथिला, हेले जणा नाही काहींकि केजाणी मो चित्कार हॉस्पिटल रे काहाकू सुना गला नहीं। चिले चिले मो शरीरर बिल्कुल शीतल अंश को सेमाने रामपुड़ी रामपुड़ी खाइबारे लागिले। मो स्वप्नर हत्या करि दिया गला से दिन, आउ ता भी पुणी बहुत निष्ठुर भावरे। शेषरे मो जीवन चलीगला, हेले मो शरीरर शोषणर दाग सबू रहीगला। मो चषमा भांगीगला, तार किछि खंड रक्तरे जुड़ुबुड़ू थिला आखिरे पड़ीगला। मो फाटी जाइथिबा ओठ ओ चित्कार बंद करिबा पई से मो बेक चिपी दे देला एवं यहाँ परे मो प्राण नेबाकू से माने चेष्टा कले। एवं कारण मु बंची रहिले सेमानंको जीवन प्रति विपद रही पारे। निजकू निजे बंचेबा पई मोर रक्तरे जुड़ुबुड़ू थिबा रक्त मो शरीर रे करा जाउथिबा अगणित आक्रमण जीवनर हाड़ भांगिबा पर्यंत फाड़ी होई रहिथिबा मोर गोड़ आउ क्षताक्त होइतिबा मोर जौनांग एते सबु सहिबा परे मध्य मु से पुरुष मानक सहित लड़ीथिली। हेले काश से पुरुष मानक भितर टिके हेले दया थांता तो मु मोर शेष निश्वास पर्यंत जीवित रही पारि थांती। मो शरीर आक्रमण करिबा समय सेमानंकु टिके हेले भी अनुभव होइथांता। काश मते मारिबा समय सेमानंकु जंत्रणा हेउथांता कि हेले अमनीष पशु भली आसी मते बर्बाद करी चलीगले। से दिन मो शरीर सहित मो अंतर आत्मा भी बलात्कार हैला। आउ शेषरे ए ट्रेनी डाक्तर ममिता ए दुनिया को विदाय जणई चलीगला। मरिबा समय मो आखि सामनारे केवल मो बापा मां को चेहरा थिला। एबे तांकर कोण हेबो ए प्रश्न मो मनरे बारंबार आसुथिला। प्रत्येक दिन अन्य मानकर जीवन बंचाउथिबा ममिता मो जीवन बंचाइबा पई सेठी केही नथिले। मारिबा समय भी मते एही चिंता खाई जाउथिला जे मो बापा माँ एते बड़ दुख को केमिति सहिबे। से अमनीष मोर शोषण करिला, मते जीवित थाउ थाउ मारिदेला, आउ मोर हत्या करिदेला। आउ तापरे मोर अधलग्न शरीर रे अधा कपड़ा पिंधि एमिति चलीगला जेमिति से किछि भी करिनी। मो आत्मा छटपट होई शेष निश्वास त्याग करथिला। तो ए थिला ममिता मेहरकर कहानी, करुण भरा कहानी। तो ये तांकर करुण भरा कहानीटी को शुणी आपण मानंकु तो बहुत दुख लागिथिबो। तांकर स्वप्न अधूरा रहीगला। प्रत्येक दिन 10 रु 12 घंटा परिश्रम करिया परे से एपर्यंत पहुँची थिले। मोर आउ मो पूरा परिवार स्वप्न गोटे राति रे ही भांगी रुजी चुरमार हो जाइथिला। मो पाई पूरा दिन केवल गोटे काम थिला, मते बही छड़ा आउ किछि भी जणा नथिला। मते एमडी रे गोल्ड मेडल दरकार थिला, टॉप डाक्टर बनिबार थिला। मो डायरी भी एहा लेखी थिली काहींकि ना मो बापा माँ बहुत कष्ट रे मते पढ़ाई थिले। आउ गोटे राति भितरे ही तांको परिश्रम एवं मो पाठ पढ़ा सबु किछि जली पड़ी पाउंस हो जाइतिला। ता परदिन कौन हैला केमिति अपराधी धरा पड़िले से सबु किछि आपण मानंकु जणा अछि। हेले तथापि भी परदिन सकाळे आत्महत्यार खबर मो घर पर्यंत पहुँचला। कुहागला जे आपणको झियो हॉस्पिटल रे आत्महत्या करि नैछि। एमिति कुहागला। माँ तो सबु किछि शेष होइगला कही कांदिबाकू लागिला। बापा तो किछि भाबिबा अवस्था ही नथिले। पड़ोसी रे
ରହୁଥିଲା ସମ୍ପର୍କୀୟ ମାନେ ତାଙ୍କୁ ସମ୍ଭାଳି ପାରିଲେ ନାହିଁ ଏବଂ ହସ୍ପିଟାଲକୁ ନେଇକି ଆସିଲେ। ଦୌଡ଼ି ଦୌଡ଼ି ଆସିଥିବା ମୋ ବାପା ମା ନିଜ ଝିଅକୁ ଶେଷ ଥର ଦେଖିବା ପାଇଁ ଡହଳ ବିକଳ ହେଉଥିଲେ, ହେଲେ ତାଙ୍କୁ ଭିତରକୁ ଯିବାକୁ ଦେଉନଥିଲେ, କାହିଁକି ନା ଭିତରେ ମୋ ହତ୍ୟାର ପ୍ରମାଣ ନଷ୍ଟ କରାଯାଉଥିଲା। ମୋ ମା କାନ୍ଦି କାନ୍ଦି ନେହୁରା ହେଉଥିଲା ଯେ ମୋ ଝିଅକୁ ଗୋଟେ ଥର ଦେଖିବାକୁ ଦିଅ କହି କାନ୍ଦି ଚାଲିଥିଲା। ପୁରା 3 ଘଣ୍ଟା ପରେ ମୋ ବାପା ମାଙ୍କୁ ମୋତେ ଦେଖିବାର ଅନୁମତି ମିଳିଥିଲା। ଝିଅକୁ କ୍ଷତାକ୍ତ ଏବଂ ଅଧଲଗ୍ନ ଅବସ୍ଥାରେ ଦେଖି ମା ବାପା ତୁରନ୍ତ ବୁଝିଗଲେ ଯେ ଏହା କେବେ ବି ଆତ୍ମହତ୍ୟା ହୋଇପାରିବ ନାହିଁ। ଆମ ଝିଅ ଆତ୍ମହତ୍ୟା କରିବା ପାଇଁ ଡାକ୍ତର ବନିନଥିଲା। ମୋର ଏମିତି ଅବସ୍ଥା ଦେଖି ମୋ ବାପା ମାଙ୍କୁ ତୁରନ୍ତ କହିଲେ ଏହା ବଳାତ୍କାର। କେବଳ ମୋ ବାପା ମାଙ୍କୁ ନୁହେଁ, ମୋ ବନ୍ଧୁବାନ୍ଧବ ସାଙ୍ଗସାଥି ସମସ୍ତେ ମୋ ପାଇଁ ଜୋରେ ସ୍ୱର ଉତ୍ତୋଳନ କରିବାକୁ ଲାଗିଲେ। ଆଉ ମୋର ବଳାତ୍କାର କରି ମୋର ହତ୍ୟା କରାଯାଇଛି ଏଥିପାଇଁ ସମସ୍ତେ ରାଗରେ ଥିଲେ। ଏତେ ସବୁ ହାଙ୍ଗାମା ଦେଖି ଶେଷରେ ପୋଲିସ ସେଠି ବହୁତ ଡେରିରେ ପହଞ୍ଚିଲା। ଆଉ ତାପରେ ପଚରାଉଚରା ଆରମ୍ଭ କରାଗଲା। ସେତେବେଳେ ପର୍ଯ୍ୟନ୍ତ ଅନେକ ଭିଡ଼ ଏକାଠି ହୋଇଗଲା। ଏତେ ବଡ଼ ଜନତାଙ୍କର ସମାରୋହରେ ସଞ୍ଜୟ ରାଓ ନିଜ ହେଡ଼ଫୋନ୍ ଦ୍ୱାରା ଧରା ପଡ଼ିଗଲା। କିଛି ନ କହି ସେ ଦୋଷୀ ନିଜ ଅପରାଧ ମଧ୍ୟ ସ୍ୱୀକାର କରିନେଲା। ତାପରେ ତାକୁ ଆରେଷ୍ଟ ମଧ୍ୟ କରିନିଆଯାଇଥିଲା ଆଉ ମାମଲା ସେଠିକି ଶେଷ କରି ଦିଆଗଲା। କେହି କହୁଥିଲେ କି ମୋ ସହିତ କେବଳ ବଳାତ୍କାର ହୋଇଛି, ତ କେହି କହୁଥିଲେ ସେ ସାମୂହିକ ବଳାତ୍କାର ହୋଇଛି। ମୋ ଯୌନାଙ୍ଗରେ ମିଳିଥିବା 151 ଗ୍ରାମର ବୀଜ ଯାହାକି କେବଳ ସେ ଦୋଷୀଙ୍କର ବୋଲି କୁହାଯାଉଛି। କ'ଣ ମୋ ସହିତ ହେଉଥିବା ସାମୂହିକ ବଳାତ୍କାରକୁ ଚାପି ଦିଆଯାଉଛି? ଅଚାନକ ମରାମତି ନାଁରେ ଘଟଣାସ୍ଥଳରେ କାନ୍ଥ ଭାଙ୍ଗିବାକୁ ଲାଗିଲେ। ଏମର୍ଜେନ୍ସି ରୁମ୍ରେ CCTV କ୍ୟାମେରା ନଥିଲା, ହେଲେ ଯେଉଁ ଭିଡ଼ିଓ ମିଳିଥିଲା ସେଇଠୁ ଏପର୍ଯ୍ୟନ୍ତ କୌଣସି ତ ସାମ୍ନାକୁ ଆସିଲା ନାହିଁ। କିନ୍ତୁ ଏହିପରି ଭାବରେ ଯେତେବେଳେ କ'ଣ ଏହି ବଳାତ୍କାରର ନ୍ୟାୟ ମିଳିପାରିବ ନାହିଁ, ସମସ୍ତେ ଭାବିଲେ ମୋତେ ମାରିବାର ଷଡ଼ଯନ୍ତ୍ର। ବଡ଼ ବଡ଼ ଚେହେରାକୁ ବଞ୍ଚାଇବା ପାଇଁ ପ୍ରମାଣ ନଷ୍ଟ କରାଯାଉଥିଲା। ଲୋକମାନଙ୍କ ଭିତରେ ପଶି କ'ଣ ସେ ଅମଣିଷମାନଙ୍କର କିଛି ଲୋକ ହସ୍ପିଟାଲକୁ ଆସି ସବୁ ପ୍ରମାଣ ନଷ୍ଟ କରିଦେଉଥିଲେ। ଆଉ ମୋ ସହିତ ଅତ୍ୟାଚାର କରିବା ବାଲା ସେ ଲୋକମାନଙ୍କୁ ଛାଡ଼ି ପୁଣି ଥରେ ସେମାନଙ୍କୁ ନିଜ ଜୀବନ ବଞ୍ଚାଇବାର ସୁଯୋଗ ଦିଆଯାଉଛି। ଏବେ ମୋତେ ନ୍ୟାୟ ମିଳିବ କି ନାହିଁ? ମୋ ସହିତ ଯାହା ହେଲା ତାହା କାହିଁକି ହେଲା, କ'ଣ କେବେ ଜଣାପଡ଼ିବ? ସଞ୍ଜୟ ରାୟ କେବେ ଫାଶୀ ହେବ କି ନାହିଁ? ଯଦି ସେମାନଙ୍କୁ ଏମିତି ବି ଛାଡ଼ି ଦିଆଗଲା, ତେବେ ବହୁତ ଜଲ୍ଦି ହିଁ ଆପଣମାନଙ୍କ ସାମ୍ନାକୁ ଆଉ ଏକ ନିର୍ଭୟା ଆସିଯିବ। ଆଉ ଏ ମମିତା ଆସିଯିବ। ଏହା ଭୁଲ ନାହିଁ ଯେ ସେ କୌଣସି ଭଉଣୀ ହୋଇପାରେ, ଝିଅ ହୋଇପାରେ, ବୋହୂ ହୋଇପାରେ, ସ୍ତ୍ରୀ ହୋଇପାରେ, ହେଲେ ଯେତେ ଯାହା ହେଲେ ବି ସେ ଗୋଟେ ମହିଳା ହିଁ ହେବ। 2012 ମୋ ଭଳି ଆଉ ଏକ ଝିଅ ସହିତ ଅନ୍ୟାୟ ହୋଇଥିଲା। ତାର ଦୋଷୀମାନଙ୍କୁ 7 ବର୍ଷ ପରେ ଦଣ୍ଡ ମିଳିଥିଲା। ତାକୁ ବହୁତ ଡେରିରେ ନ୍ୟାୟ ମିଳିଲା। ଯଦି ଆମ ଭଳି ଦ୍ୱିତୀୟ ନିର୍ଭୟା ଦରକାର ନାହିଁ, ତେବେ ମୋ ସହିତ ନ୍ୟାୟ ଦରକାର। କ'ଣ ମୋ ବାପା ମାଙ୍କୁ ତାଙ୍କ ଝିଅ ସହିତ ଦ୍ୱିତୀୟ ସହିତ ଦେଖା କରିବାର ସୁଯୋଗ ମିଳିବ? ମୁଁ ଜଣେ ଡାକ୍ତର ବନି ସମସ୍ତଙ୍କର ସେବା କରିବାର ନିଷ୍ପତ୍ତି ନେଉଥିଲି। ସମସ୍ତଙ୍କୁ ଏକ ଦେବତା ରୂପରେ ବଞ୍ଚେଇବାର ନିର୍ଣ୍ଣୟ ନେଉଥିଲି। ହେଲେ ନିଜକୁ ବଞ୍ଚେଇବାର ମୁଁ ସେଦିନ ଅସଫଳ ହୋଇଯାଇଥିଲି। ମୁଁ ମମିତା ଏକ ଅଡ଼ୁଆ ସୂତାଖିଅ ବନି ରହିଗଲି। ବଞ୍ଚିବାର ଅବସ୍ଥାରେ ଲୋକମାନଙ୍କର ସେବା କରି ଖୁସିରେ ବଞ୍ଚିବାର ସ୍ୱପ୍ନ ଅଧୁରା ରହିଗଲା। ମୋ ହତ୍ୟା ଏବଂ ବଳାତ୍କାରର ଅଡ଼ୁଆ ସୂତାଖିଅ ଏବେ ସଜାଡ଼ି ହେବାର ଦୃଶ୍ୟ ମନ ହେଉନାହିଁ। ମୁଁ ସେହି ଟ୍ରେନି ଡାକ୍ତର କହୁଛି, ଡାକ୍ତର ମମିତା, ଯିଏକି କିଛି ଦିନ ପୂର୍ବରୁ ଆପଣମାନଙ୍କ ଭିତରୁ ଜଣେ ଥିଲା। ବିନା କୌଣସି ଭୁଲରେ ମୁଁ ମୋ ଜୀବନ ହରେଇ ଦେଲି। କାଶ ସେମାନଙ୍କ ଭିତରେ କିଛି ଦୟାଭାବ ଥାନ୍ତା କି, ତ ଆଜି ଏ ମହିଳା ଡାକ୍ତର ଜୀବିତ ଥାନ୍ତା। ମୋ ବାପା ମା ଏବେ ପର୍ଯ୍ୟନ୍ତ ଏ ଦୁଃଖରୁ ବାହାରି ପାରି ନାହାନ୍ତି, ହେଲେ ତଥାପି ବି ଦୃଢ଼ତାର ସହିତ ଛିଡ଼ା ହୋଇ ମୋତେ ନ୍ୟାୟ ଦେବା ପାଇଁ ଚେଷ୍ଟା କରିଛନ୍ତି। ମୋ ବାପାଙ୍କର କେବଳ ଏକମାତ୍ର ଝିଅ ଥିଲି। ଆଜି ମୁଁ ପଛେ ଭଗବାନଙ୍କ ପାଖକୁ ଆସିଯାଇଛି ସତ, ହେଲେ ଆପଣ ସମସ୍ତେ ମୋ ବାପା ମାଙ୍କର ସନ୍ତାନ। ସେମାନଙ୍କର ପୁଅ ଝିଅ, ତାଙ୍କର ଗୋଟେ ଝିଅ ଚାଲିଗଲା ସତ, ହେଲେ ଲକ୍ଷ ଲକ୍ଷ ପୁଅ ଝିଅମାନଙ୍କୁ ମିଳିଗଲା
ସେଥିପାଇଁ ଦୟାକରି ମୋ ବାପା ମାଆଙ୍କର ଯତ୍ନ ନେବେ। ମୋ ବାପା ବହୁତ ସ୍ୱାଭିମାନୀ, ସେ କାହାର ପଇସା କେବେ ନିଅନ୍ତି ନାହିଁ, ସାହାଯ୍ୟ ମଧ୍ୟ କରନ୍ତି। ଏହା ମୁଁ ବେଶ ଭଲ ଭାବରେ ଜାଣିଛି। ବାସ୍ ଏତିକି କରିଦେବ ଯେ ହେବେ ବି ମୋ ବାପା ମାଆଙ୍କ ଆବଶ୍ୟକତା ପଡ଼ିବ ତ ତାଙ୍କ ସାଥେ ଥିବ। ଆଉ ଆଜି ଏମିତି ସ୍ୱର ଉଠେଇ ଯେମିତି କେବେ ବି କୌଣସି ବାପା ମାଆଙ୍କଠୁ ତାଙ୍କ ଝିଅ ଦୂରେଇ ନ ଯାଉ। ମୁଁ ମୋ ବାପା ମାଆଙ୍କଠୁ ବହୁତ ଭଲ ପାଇଛି। ସେଥିପାଇଁ ମୋତେ ସବୁଠୁ ବେଶୀ ଦୁଃଖ ଲାଗୁଛି। ଏହା ଥିଲା ମମିତାଙ୍କର କିଛି କରୁଣ ଭରା କାହାଣୀ, ଯାହାକି ଶୁଣି ଆପଣମାନଙ୍କୁ ବହୁତ ଦୁଃଖ